ओम शांति 10/6/2025 प्रातः मुरली बाप दादा मधुबन। मीठे बच्चे, तुमମାନଙ୍କୁ ଶ୍ରୀମତ ଆଧାରରେ ସମସ୍ତଙ୍କୁ ସୁଖ ଦେବାକୁ ହେବ। ନିଜେ ଶ୍ରେଷ୍ଠ ହେବା ସହିତ ଅନ୍ୟମାନଙ୍କୁ ଶ୍ରେଷ୍ଠ କରାଇବା ପାଇଁ ହିଁ ତୁମକୁ ବାବାଙ୍କର ଶ୍ରେଷ୍ଠ ମତ ମିଳୁଛି। ଆଜିର ପ୍ରଶ୍ନ, ଦୟାଳୁ ସନ୍ତାନମାନଙ୍କ ହୃଦୟରେ କେଉଁ ଉତ୍ସାହର ଲହରୀ ଉଠିଥାଏ? ସେମାନଙ୍କୁ କ'ଣ କରିବା ଉଚିତ? ଉତ୍ତର, ଯେଉଁମାନେ ଦୟାଳୁ ସନ୍ତାନ ସେମାନଙ୍କର ଇଚ୍ଛା ହୁଏ ଯେ ଆମେ ଗାଁ ଗାଁକୁ ଯାଇ ସେବା କରିବୁ। ଆଜିକାଲି ବିଚରା ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯାଇଛନ୍ତି। ସେମାନଙ୍କ ପାଖକୁ ଯାଇ ତାଙ୍କୁ ଖୁସି ଖବର ଶୁଣାଇବୁ ଯେ ବିଶ୍ୱରେ ପବିତ୍ରତା, ସୁଖ ଏବଂ ଶାନ୍ତିର ଦୈବୀ ସ୍ୱରାଜ୍ୟ ସ୍ଥାପନ ହେଉଛି। ଏହା ସେହି ମହାଭାରତ ଲଢ଼େଇ ଅଟେ। ନିଶ୍ଚିତ ସେହି ସମୟରେ ମଧ୍ୟ ବାବା ଆସିଥିଲେ, ଏବେ ମଧ୍ୟ ବାବା ଆସିଛନ୍ତି। ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଏଠାରେ ବସିଛ। ନିଶ୍ଚିତ ଭାବରେ ବୁଝିପାରିଛ ଯେ ଆମେ ଈଶ୍ୱରୀୟ ସନ୍ତାନ, ତେଣୁ ନିଶ୍ଚୟ ନିଜକୁ ଆତ୍ମା ହିଁ ମନେ କରିବ। ଶରୀର ଅଛି, ତେଣୁ ତାହା ଦ୍ୱାରା ଆତ୍ମା ଶୁଣୁଛି। ବାବା ଏହି ଶରୀରକୁ ଧାର ସୂତ୍ରରେ ନେଇଛନ୍ତି ଏବଂ ସେହି ଶରୀର ମାଧ୍ୟମରେ ମଧ୍ୟ ଶୁଣାଉଛନ୍ତି। ଏବେ ତୁମେମାନେ ଜାଣୁଛ ଯେ ଆମେ ହେଲୁ ଈଶ୍ୱରୀୟ ସମ୍ପ୍ରଦାୟ। ଭବିଷ୍ୟତରେ ପୁଣି ଆମେ ଦୈବୀ ସମ୍ପ୍ରଦାୟ ହେବୁ। ଦେବତାମାନେ ହେଉଛନ୍ତି ହିଁ ସ୍ୱର୍ଗର ମାଲିକ। ଆମେ ପୁନର୍ବାର 5000 ବର୍ଷ ପୂର୍ବ ଭଳି ସେହି ଦୈବୀ ସ୍ୱରାଜ୍ୟର ସ୍ଥାପନା କରୁଛୁ। ପୁଣି ଆମେ ଦେବତା ହୋଇଯିବୁ। ବର୍ତ୍ତମାନ ସମଗ୍ର ଦୁନିଆ, ବିଶେଷ ଭାବେ ଭାରତ ଏବଂ ସାଧାରଣ ଭାବେ ସାରା ଦୁନିଆ, ସବୁ ମନୁଷ୍ୟ ମାତ୍ରକେ ପରସ୍ପରକୁ ଦୁଃଖ ଦେଉଛନ୍ତି। ସେମାନଙ୍କୁ ଏକଥା ମଧ୍ୟ ଜଣାନାହିଁ ଯେ ସୁଖଧାମ ମଧ୍ୟ ଥାଏ। ପରମ ପିତା ପରମାତ୍ମା ହିଁ ଆସି ସମସ୍ତଙ୍କୁ ସୁଖ ଶାନ୍ତି କରିଦିଅନ୍ତି। ଏଠାରେ ଘରେ ଘରେ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି। ସାରା ବିଶ୍ୱରେ ଏବେ ଦୁଃଖ ହିଁ ଦୁଃଖ ରହିଛି। ତେଣୁ ପିଲାମାନେ ଜାଣୁଛ, ବାବା ଆମକୁ 21 ଜନ୍ମ ପାଇଁ ସଦା ସୁଖୀ କରୁଛନ୍ତି। କେବେଠାରୁ ଦୁଃଖ ଆରମ୍ଭ ହୋଇ ପୁଣି କେବେ ପୂରା ହେଉଛି, ଏ କଥା ଆଉ କାହା ବୁଦ୍ଧିରେ ଚିନ୍ତନ ଚାଲୁନଥିବ। କେବଳ ତୁମମାନଙ୍କ ବୁଦ୍ଧିରେ ହିଁ ଅଛି ଯେ ବାସ୍ତବରେ ଆମେ ଈଶ୍ୱରୀୟ ସମ୍ପ୍ରଦାୟର ଥିଲୁ। ଏମିତି ତ ସମଗ୍ର ଦୁନିଆର ମନୁଷ୍ୟ ମାତ୍ରକେ ଈଶ୍ୱରୀୟ ସମ୍ପ୍ରଦାୟର ଅଟନ୍ତି। ସମସ୍ତେ ତାଙ୍କୁ ପିତା ବୋଲି କହି ଡାକୁଛନ୍ତି। ଏବେ ପିଲାମାନେ ଜାଣିଛନ୍ତି, ଶିବ ବାବା ଆମକୁ ଶ୍ରୀମତ ଦେଉଛନ୍ତି। ଶ୍ରୀମତ ପ୍ରସିଦ୍ଧ ଅଟେ। ଉଚ୍ଚରୁ ଉଚ୍ଚ ଭଗବାନଙ୍କର ମତ ମଧ୍ୟ ଉଚ୍ଚରୁ ଉଚ୍ଚ ଅଟେ। ଗାୟନ ମଧ୍ୟ କରାଯାଏ। ତାଙ୍କର ଗତି ଓ ମତ ଅଲଗା ଅଟେ। ଶିବ ବାବାଙ୍କ ଶ୍ରୀମତ ଆମକୁ କଣରୁ କଣ କରିଦେଉଛି? ସ୍ୱର୍ଗର ମାଲିକ କରିଦେଉଛି। ଆଉ ଯିଏ ବି ମନୁଷ୍ୟ ଅଛନ୍ତି, ସେମାନେ ତ ନର୍କର ମାଲିକ କରୁଛନ୍ତି। ଏବେ ତୁମେମାନେ ସଙ୍ଗମ ଯୁଗରେ ଅଛ। ଏହି ନିଶ୍ଚୟ ତ ଅଛି ନା? ନିଶ୍ଚୟ ବୁଦ୍ଧି ହିଁ ଏଠାକୁ ଆସିଥାନ୍ତି ଏବଂ ବୁଝିଥାନ୍ତି ଯେ ବାବା ଆମକୁ ପୁନର୍ବାର ସୁଖଧାମର ମାଲିକ କରୁଛନ୍ତି। ଆମେ ହିଁ ଶତକଡ଼ା 100% ପବିତ୍ର ଗୃହସ୍ଥୀ ମାର୍ଗୀ ଥିଲୁ। ତୁମମାନଙ୍କୁ ଏବେ ଏହି ସ୍ମୃତି ଆସିଛି। 84 ଜନ୍ମର ମଧ୍ୟ ହିସାବ ରହିଛି ନା? କିଏ କିଏ କେତେ ଜନ୍ମ ନେଉଛନ୍ତି? କେଉଁ ଧର୍ମ ସବୁ ପରେ ଆସୁଛି, ସେମାନଙ୍କର ଜନ୍ମ ମଧ୍ୟ କମ୍ ହେଉଛି। ତୁମମାନଙ୍କୁ ଏବେ ଏହି ନିଶ୍ଚୟ ରଖିବାକୁ ହେବ ଯେ ଆମେ ହେଉଛୁ ଈଶ୍ୱରୀୟ ସନ୍ତାନ। ସମସ୍ତଙ୍କୁ ଶ୍ରେଷ୍ଠ କରିବା ପାଇଁ ଆମକୁ ଏବେ ଶ୍ରେଷ୍ଠ ମତ ମିଳୁଛି। ଆମର ସେହି ବାବା ଆମକୁ ରାଜଯୋଗ ଶିଖାଉଛନ୍ତି। ମନୁଷ୍ୟମାନେ ଭାବୁଛନ୍ତି ଯେ ବେଦଶାସ୍ତ୍ର ଆଦି ସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା ଅଟେ। ଭଗବାନ କହୁଛନ୍ତି, ଏହାଦ୍ୱାରା କେହି ବି ମୋତେ ପାଇପାରିବେ ନାହିଁ। ମୁଁ ଏଠାକୁ ଆସୁଛି
ସେଥିପାଇଁ ତ ମୋର ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। କିନ୍ତୁ କେବେ ଏବଂ କାହାର ଶରୀରରେ ଆସୁଛି, କେବଳ ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କେହି ବି ଏ କଥା କେହି ଜାଣିନାହାନ୍ତି। ଏବେ ତୁମ ସମସ୍ତଙ୍କୁ ସୁଖ ଦେବାକୁ ପଡ଼ିବ। ଦୁନିଆରେ ସମସ୍ତେ ପରସ୍ପରକୁ ଦୁଃଖ ଦେଉଛନ୍ତି। ସେମାନେ ଏ କଥା ବୁଝୁନାହାନ୍ତି ଯେ ବିକାରୀ ହେବା ଦୁଃଖ ଦେବା ଅଟେ। ଏବେ ତୁମେମାନେ ଜାଣୁଛ ଯେ ଏହା ହେଉଛି ମହାନ ଦୁଃଖ। କୁମାରୀ ଯିଏକି ପବିତ୍ର ଥାନ୍ତି ତାଙ୍କୁ ଅପବିତ୍ର କରାଉଛନ୍ତି। ନର୍କବାସୀ କରିବା ପାଇଁ କେତେ ଉତ୍ସବ ପାଳନ କରୁଛନ୍ତି। ଏଠାରେ ତ ସେପରି ବିଶୃଙ୍ଖଳାର କୌଣସି କଥା ନାହିଁ। ତୁମେମାନେ ବହୁତ ଶାନ୍ତିରେ ଅଛ। ସମସ୍ତେ ଖୁସି ହୋଇ ସାରା ବିଶ୍ୱକୁ ସଦା ସୁଖୀ କରାଉଛନ୍ତି। ତୁମର ନାମ ଶିବଶକ୍ତି ରୂପରେ ରହିଛି। ତୁମ ତୁଳନାରେ ଲକ୍ଷ୍ମୀ ନାରାୟଣଙ୍କର ତ କିଛି ବି ସମ୍ମାନ ନାହିଁ। ଶିବଶକ୍ତିମାନଙ୍କର ହିଁ ନାମ ପ୍ରସିଦ୍ଧ ଅଟେ। କାହିଁକି ନା ଯେପରି ବାବା ସେବା କରିଛନ୍ତି, ସମସ୍ତଙ୍କୁ ପବିତ୍ର କରି ସଦା ସୁଖୀ କରିଛନ୍ତି, ସେହିପରି ତୁମେମାନେ ମଧ୍ୟ ବାବାଙ୍କର ସହଯୋଗୀ ହୋଇଛ। ସେଥିପାଇଁ ତୁମ ଶକ୍ତି ସ୍ୱରୂପିଣୀ ଭାରତ ମାତାଙ୍କର ମହିମା ହେଉଛି। ଲକ୍ଷ୍ମୀ ନାରାୟଣ, ରାଜା ରାଣୀ ଏବଂ ପ୍ରଜା ସବୁ ସ୍ୱର୍ଗବାସୀ ଥିଲେ। ଏହା କ'ଣ ବଡ଼ କଥା? ଯେପରି ସେମାନେ ସ୍ୱର୍ଗବାସୀ ଅଟନ୍ତି, ଯେପରି ସେମାନେ ସ୍ୱର୍ଗବାସୀ ଅଟନ୍ତି, ସେହିପରି ଏଠିକାର ରାଜା ରାଣୀ ସମସ୍ତେ ନର୍କବାସୀ ଅଟନ୍ତି। ଏପରି ନର୍କବାସୀମାନଙ୍କୁ ତୁମେ ସ୍ୱର୍ଗବାସୀ କରୁଛ। ମନୁଷ୍ୟ ତ କିଛି ବି ଜାଣିନାହାନ୍ତି, ବିଲକୁଲ ହିଁ ତୁଚ୍ଛ ବୁଦ୍ଧି ଅଟନ୍ତି। କ'ଣ କ'ଣ ସବୁ କରୁଛନ୍ତି, କେତେ ଲଢ଼େଇ ଆଦି ହେଉଛି। ପ୍ରତ୍ୟେକ କଥାରେ ଦୁଃଖୀ ହିଁ ଦୁଃଖୀ ହେଉଛନ୍ତି। ସତ୍ୟ ଯୁଗରେ ପ୍ରତ୍ୟେକ ପରିସ୍ଥିତିରେ ସୁଖ ହିଁ ସୁଖ ଥାଏ। ଏବେ ସମସ୍ତଙ୍କୁ ସୁଖ ଦେବା ପାଇଁ ହିଁ ବାବା ଶ୍ରେଷ୍ଠ ମତ ଦେଉଛନ୍ତି। ଗାୟନ ମଧ୍ୟ କରୁଛନ୍ତି। ଶ୍ରୀମଦ୍ ଭଗବାନ ଉବାଚ। ଶ୍ରୀମତ ମନୁଷ୍ୟବାଚ ନୁହେଁ। ସତ୍ୟ ଯୁଗରେ ଦେବତାମାନଙ୍କୁ ମତ ଦେବାର ଆବଶ୍ୟକତା ହିଁ ନାହିଁ। ଏଠାରେ ତୁମକୁ ଶ୍ରୀମତ ମିଳୁଛି। ବାବାଙ୍କ ସହିତ ତୁମର ମଧ୍ୟ ଶିବଶକ୍ତି ରୂପରେ ଗାୟନ ହେଉଛି। ଏବେ ବାସ୍ତବରେ ପୁନର୍ବାର ସେହି ପାଠ ଚାଲିଛି। ବାବା କହୁଛନ୍ତି, ତୁମ ପିଲାମାନଙ୍କୁ ମନ ବଚନ କର୍ମ ଦ୍ୱାରା ସମସ୍ତଙ୍କୁ ସୁଖ ଦେବାକୁ ହେବ। ସମସ୍ତଙ୍କୁ ସୁଖ ଧାମର ରାସ୍ତା ବତାଇବାକୁ ହେବ। ଏହା ହିଁ ହେଉଛି ତୁମର ଧନ୍ଦା। ଶରୀର ନିର୍ବାହ ଅର୍ଥେ ପୁରୁଷମାନଙ୍କୁ ଧନ୍ଦା ମଧ୍ୟ କରିବାକୁ ପଡ଼ିଥାଏ। କହୁଛନ୍ତି ସନ୍ଧ୍ୟା ସମୟରେ ଦେବତାମାନେ ପରିକ୍ରମାରେ ବାହାରିଥାନ୍ତି। ତେବେ ଦେବତାମାନେ ଏଠାରେ କେଉଁଠୁ ଆସିଲେ? ବାସ୍ତବରେ ଏହି ସମୟକୁ ଶୁଦ୍ଧ ସମୟ କୁହାଯାଇଥାଏ। ଏହି ସମୟରେ ସମସ୍ତଙ୍କୁ ଫୁର୍ସତ ମଧ୍ୟ ମିଳିଥାଏ। ତୁମେମାନେ ଚାଲିବା, ବୁଲିବା, ଉଠିବା, ବସିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବା ଉଚିତ। ବାସ୍, କୌଣସି ଦେହଧାରୀଙ୍କର ସେବା କରିବାର ନାହିଁ। ଗାୟନ ରହିଛି ଯେ ଭଗବାନ ମଧ୍ୟ ଦ୍ରୌପଦୀଙ୍କର ପାଦ ଦବାଇ ଦେଇଥିଲେ, କିନ୍ତୁ ଏହାର ବାସ୍ତବ ଅର୍ଥକୁ ସେମାନେ ବୁଝୁନାହାନ୍ତି। ଏହା ସ୍ଥୂଳରେ ପାଦ ଦବାଇବାର କଥା ନୁହେଁ। ବାବାଙ୍କ ପାଖକୁ ବହୁତ ବୁଢ଼ୀମାନେ ଆସୁଛନ୍ତି। ଜାଣିଛନ୍ତି ଭକ୍ତି କରି କରି ଥକି ଯାଇଛନ୍ତି। ଅଧା କଳ୍ପ ହେବ ବହୁତ ଧକ୍କା ଖାଇ ଖାଇ ଆସିଛନ୍ତି ନା। ତେଣୁ ଏହି ପାଦ ଦବାଇବାର ଶବ୍ଦକୁ ଧରି ନେଇଛନ୍ତି। କୃଷ୍ଣ ପାଦ କିପରି ଦବାଇବେ? ଶୋଭା ପାଇବ। ତୁମେମାନେ ଶ୍ରୀକୃଷ୍ଣଙ୍କୁ ପାଦ ଦବାଇବାକୁ ଦେବ। ଶ୍ରୀକୃଷ୍ଣଙ୍କୁ ଦେଖିବା ମାତ୍ରେ ତ ଜାବୁଡ଼ି ଧରିବେ, ଚମକି ପଡ଼ିବେ। ତାଙ୍କ ପାଖରେ ବହୁତ ଚମତ୍କାରିତା ରହିଥାଏ। କୃଷ୍ଣଙ୍କ ବ୍ୟତୀତ ଆଉ କୌଣସି କଥା ବୁଦ୍ଧିରେ ରହୁନାହିଁ। ସେ ହିଁ ସବୁଠାରୁ ତେଜମୟ ଅଟନ୍ତି। କୃଷ୍ଣ ଛୋଟ ପିଲା, ସେ ପୁଣି ମୁରଲୀ ଶୁଣାଇଲେ। ଏହି କଥା ଶୋଭା ପାଉନାହିଁ। ଏଠାରେ ତୁମେ ଶିବ ବାବାଙ୍କ ସହିତ କିପରି ମିଶିବ? ତୁମକୁ କହିବାକୁ ପଡ଼ୁଛି, ଶିବ ବାବାଙ୍କୁ ସ୍ମରଣ କରି କରି ପୁଣି ୟାଙ୍କ ପାଖକୁ ଆସ। ତୁମକୁ ତ ଆନ୍ତରିକ ଖୁସି ହେବା ଉଚିତ ଯେ ଶିବ ବାବା ଆମକୁ 21 ଜନ୍ମ ପାଇଁ ସୁଖୀ କରୁଛନ୍ତି।
ଏପରି ବାବାଙ୍କ ଉପରେ ତ ସମର୍ପିତ ହୋଇଯିବା ଦରକାର। କେହି କେହି ସୁସନ୍ତାନମାନଙ୍କ ଉପରେ ତ ବାବା କୁର୍ବାନ ଅର୍ଥାତ୍ ସମର୍ପଣ ହୋଇଯାଆନ୍ତି। ବାବାଙ୍କର ପ୍ରତ୍ୟେକ କାମନାକୁ ପୂରା କରିଥାନ୍ତି। କିନ୍ତୁ ଏଭଳି ମଧ୍ୟ କେତେକ ସନ୍ତାନ ଅଛନ୍ତି ଯିଏକି ପିତାଙ୍କର ହତ୍ୟା ମଧ୍ୟ କରିଦେଇଥାନ୍ତି। ଏଠାରେ ତୁମକୁ ଅତି ସ୍ନେହୀ ହେବାକୁ ପଡ଼ିବ। କାହାକୁ ବି ଦୁଃଖ ଦେବା ଉଚିତ ନୁହେଁ। ଦୟାଳୁ ସନ୍ତାନମାନଙ୍କର ମନ ହୁଏ ଆମେ ଗାଁ ଗାଁ ଯାଇ ସେବା କରିବୁ। ଆଜିକାଲି ବିଚରା ଲୋକମାନେ ବହୁତ ଦୁଃଖୀ ହୋଇଯାଇଛନ୍ତି। ତାଙ୍କୁ ଯାଇ ଖୁସି ଖବର ଶୁଣାଅ ଯେ ବିଶ୍ୱରେ ପବିତ୍ରତା, ସୁଖ, ଶାନ୍ତିର ଦୈବୀ ସ୍ୱରାଜ୍ୟ ସ୍ଥାପନ ହେଉଛି। ଏହା ସେହି ମହାଭାରତ ଲଢ଼େଇ ଅଟେ। ନିଶ୍ଚିତ ସେହି ସମୟରେ ମଧ୍ୟ ବାବା ଥିଲେ, ଏବେ ମଧ୍ୟ ବାବା ଆସିଛନ୍ତି। ତୁମେମାନେ ଜାଣିଛ ବାବା ଆମକୁ ପୁରୁଷୋତ୍ତମ କରୁଛନ୍ତି। ଏହା ହିଁ ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏ କଥା ମଧ୍ୟ ତୁମେମାନେ ଜାଣିଛ ଆମେ କିପରି ପୁରୁଷୋତ୍ତମ ହେଉଛୁ। ତୁମକୁ ପଚାରୁଛନ୍ତି ତୁମର ଉଦ୍ଦେଶ୍ୟ କ'ଣ? ତେବେ ସେମାନଙ୍କୁ କୁହ ମନୁଷ୍ୟରୁ ଦେବତା ହେବା। ଦେବତାମାନେ ତ ପ୍ରସିଦ୍ଧ ଅଟନ୍ତି। ବାବା କହୁଛନ୍ତି ଦେବତାମାନଙ୍କର ଭକ୍ତମାନଙ୍କୁ ବୁଝାଅ। ଭକ୍ତି ମଧ୍ୟ ପ୍ରଥମେ ତୁମେମାନେ ଆରମ୍ଭ କରିଛ। ଶିବଙ୍କର ଭକ୍ତି କରିଛ, ପୁଣି ଦେବତାମାନଙ୍କର ମଧ୍ୟ ଭକ୍ତି କରି ଆସିଛ। ତେଣୁ ପ୍ରଥମେ ଶିବ ବାବାଙ୍କର ଭକ୍ତମାନଙ୍କୁ ବୁଝାଇବାକୁ ହେବ। ସେମାନଙ୍କୁ କୁହ ଶିବ ବାବା କହୁଛନ୍ତି ମୋତି ମନି ପକାଅ। ଶିବଙ୍କର ପୂଜା କରୁଛନ୍ତି, କିନ୍ତୁ ବୁଦ୍ଧିରେ ଆସୁନାହିଁ ଯେ ସେ ପତିତ ପାବନ ପିତା ଅଟନ୍ତି। ଦେଖ ଭକ୍ତି ମାର୍ଗରେ କେତେ ଧକ୍କା ଖାଉଛନ୍ତି। ଶିବଲିଙ୍ଗ ତ ଘରେ ମଧ୍ୟ ରଖିପାରିବେ, ତାଙ୍କର ପୂଜା କରିପାରିବେ। ପୁଣି ଅମରନାଥ, ବଦ୍ରୀନାଥ ଆଦିକୁ ଯିବା କ'ଣ ଦରକାର? କିନ୍ତୁ ଭକ୍ତି ମାର୍ଗରେ ମନୁଷ୍ୟମାନଙ୍କୁ ନିଶ୍ଚୟ ଧକ୍କା ଖାଇବାକୁ ହେବ। ତୁମମାନଙ୍କୁ ମୁଁ ସେ ସବୁଥିରୁ ମୁକ୍ତ କରିଦେଉଛି। ତୁମେ ହେଉଛ ଶିବଶକ୍ତି, ଶିବଙ୍କର ସନ୍ତାନ। ତୁମେମାନେ ବାବାଙ୍କ ଠାରୁ ଶକ୍ତି ନେଉଛ। ତାହା ମଧ୍ୟ ଯୋଗବଳ ଦ୍ୱାରା ମିଳିବ। ବିକର୍ମ ମଧ୍ୟ ବିନାଶ ହେବ। ପତିତ ପାବନ ତ ବାବା ଅଟନ୍ତି ନା। ଯୋଗବଳ ଦ୍ୱାରା ହିଁ ତୁମେମାନେ ବିକର୍ମାଜିତ ପାବନ ହେଉଛ। ତେବେ ଏହି ରାସ୍ତା ଅନ୍ୟମାନଙ୍କୁ ମଧ୍ୟ ବତାଇବାକୁ ହେବ। ଏବେ ତୁମେ ରାମଙ୍କର ହୋଇଛ। ରାମ ରାଜ୍ୟରେ ସୁଖ, ରାବଣ ରାଜ୍ୟରେ ଦୁଃଖ ଅଛି। ଭାରତରେ ହିଁ ସମସ୍ତଙ୍କର ଚିତ୍ର ଅଛି। ଯାହାଙ୍କର ଏତେ ପୂଜା ହେଉଛି, ଢେରରୁ ଢେର ମନ୍ଦିର ଅଛି। କେହି ହନୁମାନଙ୍କର ପୂଜାରୀ, କେହି ଆଉ କାହାର। ଏହାକୁ କୁହାଯାଏ ବ୍ଲାଇଣ୍ଡ ଫେଥ୍ ଅର୍ଥାତ୍ ଅନ୍ଧବିଶ୍ୱାସ। ଏବେ ତୁମେ ଜାଣିଛ ଆମେ ମଧ୍ୟ ଅନ୍ଧ ଥିଲୁ। ଏହାଙ୍କୁ ମଧ୍ୟ ଜଣା ନଥିଲା। ବ୍ରହ୍ମା, ବିଷ୍ଣୁ, ଶଙ୍କର କିଏ କ'ଣ ଅଟନ୍ତି? ଯେଉଁମାନେ ପୂଜ୍ୟ ଥିଲେ ସେମାନେ ପୁଣି ପୂଜାରୀ ହୋଇଯାଇଛନ୍ତି। ସତ୍ୟଯୁଗରେ ହେଉଛନ୍ତି ପୂଜ୍ୟ, ଏଠାରେ ପୂଜାରୀ। ବାବା କେତେ ଭଲ ଭାବରେ ବୁଝାଉଛନ୍ତି। ତୁମେମାନେ ଜାଣିଛ ପୂଜ୍ୟ ସତ୍ୟଯୁଗରେ ଥାନ୍ତି, ଏଠାରେ ଅଛନ୍ତି ପୂଜାରୀ, ତେଣୁ ପୂଜା କରୁଛନ୍ତି। ତୁମେମାନେ ହେଉଛ ଶିବଶକ୍ତି। ଏବେ ତୁମେମାନେ ପୂଜାରୀ କିମ୍ବା ପୂଜ୍ୟ ମଧ୍ୟ ନୁହେଁ। ତୁମେମାନେ ବାବାଙ୍କୁ କେବେ ବି ଭୁଲିଯାଅ ନାହିଁ। ଏହା ସାଧାରଣ ଶରୀର ଅଟେ ନା। ଏଠାରେ ଉଚ୍ଚରୁ ଉଚ୍ଚ ଭଗବାନ ଆସୁଛନ୍ତି। ତୁମେମାନେ ବାବାଙ୍କୁ ନିଜ ପାଖକୁ ଆସିବା ନିମନ୍ତେ ନିମନ୍ତ୍ରଣ ଦେଉଛ ନା। ବାବା ଆସ, ଆମେ ବହୁତ ପତିତ ହୋଇଗଲୁଣୁ। ପୁରୁଣା ପତିତ ଦୁନିଆ, ପତିତ ଶରୀରରେ ଆସି ଆମକୁ ପାବନ କର। ସନ୍ତାନମାନେ ନିମନ୍ତ୍ରଣ ଦେଉଛନ୍ତି। ଏଠାରେ ତ କେହି ପାବନ ନାହାନ୍ତି। ତେଣୁ ନିଶ୍ଚିତ ସମସ୍ତ ପତିତମାନଙ୍କୁ ପାବନ କରି ନେଇଯିବେ ନା। ସେଥିପାଇଁ ସମସ୍ତଙ୍କୁ ଶରୀର ଛାଡ଼ିବାକୁ ପଡ଼ିବ ନା। ମନୁଷ୍ୟ ଶରୀର ଛାଡ଼ିଲା ବେଳେ କେତେ ହାୟ ହାୟ କରିଥାନ୍ତି, କିନ୍ତୁ ତୁମେମାନେ ଖୁସି ଖୁସିରେ ଯାଉଛ। ଏବେ ତୁମର ଆତ୍ମା ରେସ୍ କରୁଛି। ଦେଖିବା କିଏ ଶିବ ବାବାଙ୍କୁ ଅଧିକ ସ୍ମରଣ କରୁଛନ୍ତି। ଯଦି ଶିବ ବାବାଙ୍କ ସ୍ମୃତିରେ ରହି ରହି ଶରୀର ଛାଡ଼ିବ, ତେବେ ଅହୋ ସୌଭାଗ୍ୟ, ଜୀବନ ରୂପୀ ନୌକା ହିଁ ପାର ହୋଇଯିବ। ସମସ୍ତଙ୍କୁ ବାବା କହୁଛନ୍ତି ଏହିଭଳି ପୁରୁଷାର୍ଥ କର। ସନ୍ନ୍ୟାସୀମାନେ ମଧ୍ୟ କେହି କେହି ଏହିଭଳି ଥାନ୍ତି। ବ୍ରହ୍ମରେ ଲୀନ ହେବା ପାଇଁ ଅଭ୍ୟାସ କରିଥାନ୍ତି।
पुणी शेष समय एहीपरि बसी बसी शरीर छाड़ी देइथान्ते। वातावरण संपूर्ण शांत हो जाइथाए। पुणी सुखर दिन आसिब। सेथिपाई ही तुमे माने पुरुषार्थ करुछ। बाबा आमे आपणଙ୍କ पाखକୁ ଯିବୁ। आपणଙ୍କୁ ही स्मरण करी करी जेतेबेले आमर आत्मा पवित्र होइजिब सेतेबेले आपण आमको साथिरे नेइ जिबे। आगरु जेतेबेले काशीरे निजकु बलि चढ़ाउथिले सेतेबेले निजकु बहुत स्नेहरे बलि देउथिले। बास मु मुक्ति पाइजिबे एपरि भाबुथिले। एबे तुमे माने बाबांको स्मरण करी करी शांति धामको चली जाउछ। तुमे माने बाबांको स्मरण करुछ तेणु एही जोगर बल द्वारा पाप कटुछे। से माने भाबुछन्ति आमे पानीरे स्नान करिबा द्वारा पाप कटिजिब, मुक्ति मिलिजिब। एबे बाबा बुझाउछन्ति ताहा कौनसी जोगबल नुहे। पापर दंड भोगी भोगी पुणी जाई जन्म नेउछन्ति। पुणी नुआ रूपरे पापर खाता आरंभ हेउछि। कर्म अकर्म विकर्मर गति को बाबा बुझाउछन्ति। राम राज्य रे कर्म अकर्म होइथाए, रावण राज्य रे कर्म विकर्म होई जाइथाए। मीठा मीठा फूल भली संतान माने जानिछन्ति बाबा आमको सबु उपाय सबु रहस्य बुझाउछन्ति। मुख्य कथा हेउछि बाबांक सहित जोग। पतित पावन बाबा तुम सम्मुखरे बसिछन्ति। केते निरहंकारी अटन्ति, कौनसी अहंकार नाही। संपूर्ण साधारण भावरे चालुछन्ति। बापदादा उभय संतान मानंकर सेवक अटन्ति। तुमर 2 जण सेवाधारी अछन्ति। जणे उच्चरु उच्च शिव बाबा, पुणी प्रजापिता ब्रह्मा। लोकमाने त्रिमूर्ति ब्रह्मा कहि देउछन्ति कारण एहार अर्थ को जानि नाहन्ति। त्रिमूर्ति ब्रह्मा कौन करुछन्ति किछि हेले जानि नाहन्ति। अच्छा, मिठे मिठे शिखिलाधि संतान मानंक प्रति मात पिता बापदादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानंकु नमस्ते। आत्मिक संतान मानंकर आत्मिक पितांकु ओम शांति। गुड मॉर्निंग। नमस्ते 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 नमस्ते। शुक्रिया बाबा, शुक्रिया। ओम शांति। धारणा पाए मुख्य सार 1 नंबर। सर्वदा एही निश्चय रहुछि आमे ईश्वरीय संतान। आमको श्रेष्ठ मतरे चालिबाकु हेब। काहाको भी दुख देबार नाही। समस्तंको सुखर रास्ता बताइबाकु हेब। 2 नंबर। सुपुत्र संतान होई बाबांक उपरे समर्पण हेबाकु पड़िब। बाबांकर प्रत्येक कामना को पूर्ण करिबाकु हेब। जेपरि बाप दादा नम्र एवं निरहंकारी अटन्ति सेहीपरि बाबांक समान हेबाकु पड़िब। आजिर वरदान। स्व उन्नति द्वारा सेवारे उन्नति करुथिबा सच्चा सेवाधारी हुआ। स्व उन्नति सेवारे उन्नतिर विशेष आधार अटे। स्व उन्नति सेवारे उन्नतिर विशेष आधार अटे। जदि स्व उन्नति कम अछि तेबे सेवा मध्य कम हेब। केवल काहाकू मुख द्वारा परिचय देबा ही सेवा अटे ताहा नुहे, किंतु निजर प्रत्येक कर्म द्वारा श्रेष्ठ कर्म करिबार प्रेरणा देबा मध्य सेवा अटे। जेउमाने मन वचन कर्मरे सर्वदा सेवारे तत्पर रहिथान्ते सेमानंकु सेवा द्वारा श्रेष्ठ भाग्यर अनुभव होइथाए। जेतिकी सेवा करिथान्ति सेतिकी निजे मध्य आगकू बढ़िथान्ति। निजर श्रेष्ठ कर्म द्वारा सेवा करुथिबा आत्मा माने प्रत्यक्ष फल प्राप्त करि चलिथान्ति। आजिर स्लोगन। बाबांकर निकटतर हेबा पाई हेले भाबिबा, कहिबा एवं करिबाकू समान कर। बाबांकर निकटतर हेबा पाई हेले भाबिबा, कहिबा एवं करिबाकू समान कर। ओम शांति। आजिर अव्यक्त इशारा। आत्मिक स्थिति रे रहिबार अभ्यास कर एवं अंतर्मुखी हुआ। एकाग्रतार आधार अंतर्मुखता अटे। अंतर्मुखतारे रहिबा द्वारा सूक्ष्म शक्तिर लीला गुड़िकु अनुभव करि पारिबो। आत्मिक स्थिति रे रही आत्मा मानंकु आवाहन करिबा। आत्मा मानंक सहित आत्मिक वार्तालाप करिबा।
आत्मामानंकर स्वभाव संस्कार को परिवर्तन करिबा, आत्मामानंकर संबंध बाबांक सहित जोड़िबा, एही भली आत्मिक लीला बा कार्यकलापर अनुभव होई चलिब। ओम शांति।